ନ୍ୟାୟପାଳିକା ଜୁଡ଼ିସିଆରୀ ନିରଙ୍କୁଶ କ୍ଷମତାର ବିକେନ୍ଦ୍ରୀକରଣରେ ମାଧ୍ୟମରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ନିମନ୍ତେ ଲର୍ଡ ମଣ୍ଟେସ୍କ୍ୟୁଙ୍କର କ୍ଷମତା ପୃଥକୀକରଣ ନୀତି ସରକାରଙ୍କ 3ଟି ଅଙ୍ଗ ସୃଷ୍ଟି କରିଛି। ଏହା ଅଙ୍ଗ ତ୍ରୟ ମଧ୍ୟରୁ ବ୍ୟବସ୍ଥାପିକା ଆଇନ ପ୍ରଣୟନ କରୁଥିବା ବେଳେ କାର୍ଯ୍ୟପାଳିକା ଆଇନର କାର୍ଯ୍ୟକାରିତା ଏବଂ ନ୍ୟାୟପାଳିକା ଆଇନର ବ୍ୟାଖ୍ୟା ଓ ସୁରକ୍ଷାର ଦାୟିତ୍ୱ ବହନ କରିଥାଏ। କ୍ଷମତାର ସାମ୍ବିଧାନିକ ପ୍ରୟୋଗ ଏବଂ ବ୍ୟକ୍ତି ଅଧିକାରର ସୁରକ୍ଷା ନ୍ୟାୟପାଳିକାର ମୁଖ୍ୟ କାର୍ଯ୍ୟ ଅଟେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଇନର ଶାସନ ପ୍ରତିଷ୍ଠା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ। ଅନ୍ୟାନ୍ୟ ମଧ୍ୟରେ ବାଟ ଖୋଜି ପାଉନଥିବା ଲୋକଟି ମନରେ ଆଶାର ସଞ୍ଚାର କରିବା ନ୍ୟାୟପାଳିକାର ଆଭିମୁଖ୍ୟ ଅଟେ। ଏହିସବୁ ଦୃଷ୍ଟିରୁ ରାଷ୍ଟ୍ରରେ ଏକ ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟପାଳିକାର ଆବଶ୍ୟକତା ବୃଦ୍ଧି ପାଇଛି। ଏଣୁ ଗାର୍ନର ଯଥାର୍ଥରେ ମତ ଦେଇଛନ୍ତି ଯେ ନ୍ୟାୟପାଳିକାକୁ ବାଦ ଦେଇ ଏକ ସଭ୍ୟ ରାଷ୍ଟ୍ର ପରିଚାଳନା କରାଯାଇପାରିବ ନାହିଁ। ନ୍ୟାୟପାଳିକାର କାର୍ଯ୍ୟାବଳୀ ଫଙ୍କସନ୍ ଅଫ୍ ଜୁଡ଼ିସିଆରୀ ବିଚାର ଓ ନ୍ୟାୟ ଦାନ କାର୍ଯ୍ୟ ନ୍ୟାୟପାଳିକାର ମୁଖ୍ୟ କାର୍ଯ୍ୟ ହେଉଛି ସାମ୍ବିଧାନିକ ଆଇନ ଓ ବ୍ୟବସ୍ଥାପିକା ଆଇନର ପରିସର ମଧ୍ୟରେ ବିଭିନ୍ନ ମକଦ୍ଦମା ବିଚାର କରିବା ଏବଂ ଆଇନଗତ ନିଷ୍ପତ୍ତି ପ୍ରଦାନ କରିବା। ଏହାର ନିଷ୍ପତ୍ତି ଅବଜ୍ଞା କରାଗଲେ ତାହାକୁ ଅଦାଲତ ଅବମାନନା ମକଦ୍ଦମା ରୂପେ ଗ୍ରହଣ କରାଯାଏ। ଏହା ସାମ୍ବିଧାନିକ ଦେୱାନୀ ଫୌଜଦାରୀ ଆଦି ମକଦ୍ଦମାର ବିଚାର କରି ନ୍ୟାୟ ପ୍ରଦାନ କରିଥାଏ। ନିମ୍ନ ଅଦାଲତର ନିଷ୍ପତ୍ତି ବିରୁଦ୍ଧରେ ଉଚ୍ଚ ଅଦାଲତରେ ଆବେଦନ କରାଯାଇପାରିବ। ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ପ୍ରାୟତଃ ଚୂଡ଼ାନ୍ତ ଅଟେ। ଏହା ଆଇନଗତ ଦଣ୍ଡବିଧାନ ମଧ୍ୟ କରିଥାଏ। ଆଇନର ବ୍ୟାଖ୍ୟା ରାଷ୍ଟ୍ରରେ ପ୍ରଚଳିତ କୌଣସି ଆଇନ ସୁସ୍ପଷ୍ଟ ନ ହେବା ପରିସ୍ଥିତିରେ ନ୍ୟାୟପାଳିକା ଏହାର ତର୍ଜମା କରିଥାଏ। ଏହାର ତର୍ଜମା ଏକ ନୂତନ ଆଇନ ରୂପେ କାର୍ଯ୍ୟ କରେ। ନାଗରିକର ମୌଳିକ ଅଧିକାରର ସୁରକ୍ଷା ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନାଗରିକର ମୌଳିକ ଅଧିକାରର ସୁରକ୍ଷା କରିଥାନ୍ତି। ନାଗରିକ ଅଧିକାର ସଙ୍କୁଚିତ ବା ଅନ୍ୟାୟ ଭାବରେ ଉଲ୍ଲଙ୍ଘନ ହେଲେ ସେ ଏହାର ସୁରକ୍ଷା ପାଇଁ ଅଦାଲତରେ ଆଶ୍ରୟ ନେଇପାରେ। ନ୍ୟାୟିକ ପୁନରବଲୋକନ ଓ ସମ୍ବିଧାନର ଜଗୁଆଳି ଏହା ଏକ ବିଶେଷ କ୍ଷମତା ଯାହା ଉଚ୍ଚତମ ଉଚ୍ଚ ନ୍ୟାୟାଳୟ ବ୍ୟବହାର କରି ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନ ଏବଂ କାର୍ଯ୍ୟପାଳିକା ଦ୍ୱାରା ସମ୍ପାଦିତ ବିଭିନ୍ନ କାର୍ଯ୍ୟର ସାମ୍ବିଧାନିକତାକୁ ପରୀକ୍ଷା କରିପାରନ୍ତି। ସେମାନଙ୍କର କୌଣସି କାର୍ଯ୍ୟ ସମ୍ବିଧାନ ବିରୋଧୀ ହେଲେ ତାହାକୁ ଅସିଦ୍ଧ ବା ଅଣସାମ୍ବିଧାନିକ ବୋଲି ଘୋଷଣା କରିପାରନ୍ତି। ଏହା ଫଳରେ ନ୍ୟାୟପାଳିକା ସମ୍ବିଧାନର ଜଗୁଆଳି ରୂପେ ମଧ୍ୟ କାର୍ଯ୍ୟ କରେ। ଆଇନ ପ୍ରଣୟନ କାର୍ଯ୍ୟ ପ୍ରଚଳିତ ଆଇନର ବ୍ୟାଖ୍ୟା ଓ ବିଭିନ୍ନ ମକଦ୍ଦମାରେ ପ୍ରଦତ୍ତ ନିଷ୍ପତ୍ତି ନ୍ୟାୟପାଳିକା ଦ୍ୱାରା ପ୍ରଣୀତ ଆଇନ ରୂପେ କାର୍ଯ୍ୟ କରେ। ଏହା ଆଇନର ଏକ ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ। ପରାମର୍ଶ ପ୍ରଦାନ କାର୍ଯ୍ୟ ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ କାର୍ଯ୍ୟପାଳିକାଙ୍କ ଅନୁରୋଧକ୍ରମେ ବିଭିନ୍ନ ଜଟିଳ ଆଇନଗତ କାର୍ଯ୍ୟ କ୍ଷେତ୍ରରେ ତାଙ୍କୁ ପରାମର୍ଶ ପ୍ରଦାନ କରିଥାନ୍ତି। ଭାରତର ରାଷ୍ଟ୍ରପତି ଉଚ୍ଚତମ ନ୍ୟାୟାଳୟର ପରାମର୍ଶ ମାଗିଥାନ୍ତି କିନ୍ତୁ ଏହା ପରାମର୍ଶ ଗ୍ରହଣ କରିବାକୁ ସେ ଆଇନତଃ ବାଧ୍ୟ ନୁହନ୍ତି। ପ୍ରଶାସନିକ କାର୍ଯ୍ୟ ନ୍ୟାୟପାଳିକା ଟ୍ରଷ୍ଟି ନିଯୁକ୍ତି ବିବାହ ଓ ବିଚ୍ଛେଦ କାର୍ଯ୍ୟ ସମ୍ପାଦନ ସାଧାରଣ ସ୍ୱାର୍ଥ ସମ୍ପର୍କୀୟ ନିଷ୍ପତ୍ତି ଗ୍ରହଣ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଅଧସ୍ତନ ନ୍ୟାୟାଳୟର କାର୍ଯ୍ୟ ତଦାରଖ ଆଦି ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ସମ୍ପାଦନ କରନ୍ତି। ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ଆଧୁନିକ ରାଷ୍ଟ୍ରରେ ନ୍ୟାୟପାଳିକା ଆଇନର ଶାସନ ପ୍ରତିଷ୍ଠାର ଗୁରୁ ଦାୟିତ୍ୱ ବହନ କରୁଛି କିନ୍ତୁ ଏହାର ନିରପେକ୍ଷତା ଓ ସ୍ୱାଧୀନତା ଉପରେ ସମଗ୍ର ଶାସନର ଦକ୍ଷତା ନିର୍ଭର କରିଥାଏ। ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା ରକ୍ଷା ପାଇଁ ବିଚାରପତିମାନଙ୍କୁ ନିରପେକ୍ଷ ପଦ୍ଧତିରେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯିବା ଆବଶ୍ୟକ। ସେମାନେ ଆକର୍ଷଣୀୟ ଦରମା ଓ ଭତ୍ତା ପ୍ରାପ୍ତ ହେବା ଉଚିତ। ସେମାନେ ନିର୍ଦ୍ଦିଷ୍ଟ ଚାକିରିକାଳ ଉପଭୋଗ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ବହିଷ୍କାର ପଦ୍ଧତି ଜଟିଳ ହେବା ଆବଶ୍ୟକ ଏବଂ ସର୍ବୋପରି ସେମାନେ କାର୍ଯ୍ୟପାଳିକାର ପ୍ରଭାବରୁ ମୁକ୍ତ ହେବା ଉଚିତ। ବର୍ତ୍ତମାନ ନ୍ୟାୟିକ କ୍ରିୟାଶୀଳତାର ଗୁରୁତ୍ୱ ବୃଦ୍ଧି ପାଉଥିବାରୁ ନ୍ୟାୟପାଳିକା ପ୍ରଶାସନ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିପାରିଛି। ନ୍ୟାୟପାଳିକାର ସ୍ୱାଧୀନତା ଇଣ୍ଡିପେଣ୍ଡେନ୍ସ ଅଫ୍ ଜୁଡ଼ିସିଆରୀ କୌଣସି ପ୍ରକାର ରାଜନୈତିକ ବାହ୍ୟ ଚାପରୁ ମୁକ୍ତ ରହି ଯଦି ନ୍ୟାୟାଳୟ ସ୍ୱାଧୀନ ଭାବରେ ନିଷ୍ପତ୍ତି ଦେଇପାରେ ତାହାକୁ ନିରପେକ୍ଷ ନ୍ୟାୟାଳୟ ବା ନ୍ୟାୟାଳୟର ସ୍ୱାଧୀନତା କୁହାଯାଏ। ବ୍ୟକ୍ତିର ସ୍ଥିତି ଓ ଅଧିକାର ନ୍ୟାୟାଳୟ ଦ୍ୱାରା ସୁରକ୍ଷିତ ହୋଇଥିବାରୁ ଏହା ସ୍ୱାଧୀନ ଓ ନିରପେକ୍ଷ ହେବା ଆବଶ୍ୟକ। ବେଙ୍କନ ମତ ଦେଇଛନ୍ତି ଯେ ଆଇନର ଯନ୍ତ୍ରଣାଠାରୁ ଅଧିକ କ୍ରୁର ଯନ୍ତ୍ରଣା ଆଉ ନାହିଁ। ସ୍ୱାଧୀନ ନ୍ୟାୟପାଳିକା ନାଗରିକ ପାଇଁ ଆଲୋକ ଶିଖା ଅଟେ। ଏଣୁ ବ୍ରାଇସି ମତ ଦେଇଛନ୍ତି ଯେ
ଯଦି ନ୍ୟାୟର ପ୍ରଦୀପ ଅନ୍ଧକାର ମଧ୍ୟରେ ନିର୍ବାପିତ ହୋଇଯାଏ, ସେହି ଅନ୍ଧକାର ଅତୀତ ତୀବ୍ର ହୋଇଥାଏ। ଏଣୁ ନ୍ୟାୟପାଳିକା ବଂଶୀଭୂତ ନ ହୋଇ ସ୍ୱାଧୀନ ଓ ନିରପେକ୍ଷ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥାଏ। ସ୍ୱାଧୀନ ବିଚାର ବିଭାଗ ନିମ୍ନଲିଖିତ ଅର୍ଥକୁ ସୂଚିତ କରିଥାଏ। ନ୍ୟାୟପାଳିକା ସରକାରଙ୍କ ଅନ୍ୟ ଦୁଇ ଅଙ୍ଗ ଯଥା ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ନିୟନ୍ତ୍ରଣଠାରୁ ମୁକ୍ତ ରହିବା ଆବଶ୍ୟକ। ନ୍ୟାୟପାଳିକାର ନିଷ୍ପତ୍ତି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ହସ୍ତକ୍ଷେପ ଏବଂ ପ୍ରଭାବଠାରୁ ମୁକ୍ତ ହୋଇ ପ୍ରକାଶିତ ଆବଶ୍ୟକ। ବିଚାରପତିମାନେ ବିନା ଭୟ ଓ ଅନୁଗ୍ରହରେ ନ୍ୟାୟ ପ୍ରଦାନ କରିବା ଉଚିତ। ନ୍ୟାୟପାଳିକାର ସ୍ୱାଧୀନତା ରକ୍ଷା ପାଇଁ ଆବଶ୍ୟକ ସର୍ତ୍ତାବଳୀ। ଉଚ୍ଚ ଯୋଗ୍ୟତା। ବିଚାରପତିମାନେ ଉଚ୍ଚ ଆଇନଗତ ଯୋଗ୍ୟତା ସମ୍ପନ୍ନ ଓ ଦକ୍ଷତାଯୁକ୍ତ ବ୍ୟକ୍ତି ହୋଇଥିବା ଆବଶ୍ୟକ। ସେମାନେ ଶିକ୍ଷାଗତ, ବୃତ୍ତିଗତ ଯୋଗ୍ୟତା ସହିତ ବ୍ୟବହାରିକ ଦକ୍ଷତା ଓ ମାନବିକ ଦୃଷ୍ଟିଭଙ୍ଗୀ ସମ୍ପନ୍ନ ହୋଇଥିବା ଉଚିତ। ଯୋଗ୍ୟ, ଦକ୍ଷ ଓ ଅଭିଜ୍ଞ ବିଚାରପତିମାନେ ହିଁ ନିରପେକ୍ଷ ଓ ନିର୍ଭୀକ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରିପାରିବେ। ନିଯୁକ୍ତି ପ୍ରଣାଳୀ। ବିଚାରପତିମାନେ ଲୋକପ୍ରତିନିଧିମାନଙ୍କ ଭଳି ନିର୍ବାଚିତ ବା ମନୋନୀତ ହେଲେ ନିଜର ସ୍ୱାଧୀନତା ପ୍ରକାଶ କରିପାରନ୍ତି ନାହିଁ। ଏଣୁ ସେମାନେ ସୁସ୍ଥ ନିଯୁକ୍ତି ନୀତି ଅନୁଯାୟୀ ପକ୍ଷପାତିତାର ଶିକାର ନ ହୋଇ କେବଳ ଦକ୍ଷତା ଓ ଯୋଗ୍ୟତା ଭିତ୍ତିରେ ମୁଖ୍ୟ କାର୍ଯ୍ୟପାଳିକା ଦ୍ୱାରା ନିଯୁକ୍ତି ହେବା ଆବଶ୍ୟକ। ଦୀର୍ଘ ଓ ସ୍ଥାୟୀ କାର୍ଯ୍ୟକାଳ। ବିଚାରପତିମାନେ ନିର୍ଦ୍ଦିଷ୍ଟ ଓ ଦୀର୍ଘ ଓ ସ୍ଥାୟୀ କାର୍ଯ୍ୟକାଳ ଉପଭୋଗ କଲେ ଭୟଶୂନ୍ୟ ଭାବେ ନିଜର ନିଷ୍ପତ୍ତି ପ୍ରଦାନ କରିପାରନ୍ତି। ଭାରତରେ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନେ 65 ବର୍ଷ ବୟସରେ ଅବସର ନିଅନ୍ତି। ଜଟିଳ ପଦଚ୍ୟୁତି ବ୍ୟବସ୍ଥା। ବିଚାରପତିମାନଙ୍କ ପଦଚ୍ୟୁତି ବ୍ୟବସ୍ଥା ସ୍ପଷ୍ଟ ଓ ଜଟିଳ ହେବା ଆବଶ୍ୟକ। ଏହା ଫଳରେ ସ୍ୱେଚ୍ଛାଚାରୀ ଭାବେ ସେମାନଙ୍କୁ ପଦଚ୍ୟୁତ କରାଯାଇପାରେ ନାହିଁ। ଭାରତ ମହାଭିଯୋଗ ପ୍ରସ୍ତାବ ପ୍ରମାଣିତ ଅସତ୍ ବ୍ୟବହାର ବା ଅକ୍ଷମତା କାରଣରୁ ଆଗତ ହୋଇ ସଂସଦର ଉଭୟ ଗୃହ ଦ୍ୱାରା 2/3 ସମର୍ଥନରେ ଗୃହୀତ ହେଲେ ରାଷ୍ଟ୍ରପତି ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କୁ ପଦଚ୍ୟୁତ ବା ବହିଷ୍କାର କରିଥାନ୍ତି। ଚାକିରିର ସ୍ଥାୟିତ୍ୱ ବିଚାରପତିମାନଙ୍କୁ ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନର ସୁଯୋଗ ଦେଇଥାଏ। ଆକର୍ଷଣୀୟ ଦରମା ଓ ଭତ୍ତା। ଆର୍ଥିକ ଦୁରବସ୍ଥା ବା ଅନାଟନ ବ୍ୟକ୍ତିର ବିବେକକୁ ଦମନ କରେ ଓ ସେ ଦୁର୍ନୀତିଗ୍ରସ୍ତ ହୋଇ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଓ ବ୍ୟକ୍ତି ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରେ। ଏଣୁ ବିଚାରପତିମାନେ ପ୍ରଲୋଭନହୀନ ହୋଇ ନିରପେକ୍ଷ ଭାବେ ନିଜର ଦାୟିତ୍ୱ ନିର୍ବାହ କରନ୍ତି। ବିଚାରପତିମାନେ ଆକର୍ଷଣୀୟ ଦରମା ଭତ୍ତା ପାଇଲେ ନିର୍ଭୀକ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଆର୍ଥିକ ନିରାପତ୍ତା ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ। କ୍ଷମତା ପୃଥକୀକରଣ। ନ୍ୟାୟପାଳିକା ବର୍ତ୍ତମାନ ସମୟରେ ବ୍ୟବସ୍ଥାପିକା କାର୍ଯ୍ୟପାଳିକାଠାରୁ ପୃଥକ ରହିବା ଆବଶ୍ୟକ। ସେମାନେ ପରସ୍ପରଠାରୁ ପୃଥକ ଓ ସ୍ୱାଧୀନ ରହିବା ଫଳରେ ନ୍ୟାୟଦାନ ବ୍ୟବସ୍ଥା ସୁସ୍ଥ, ଦ୍ରୁତ, ନିରପେକ୍ଷ ଓ ଫଳପ୍ରଦ ହୋଇଥାଏ। ବିଚାରପତିଙ୍କ ସ୍ୱାଧିକାର। ନ୍ୟାୟପାଳିକାର ବିଚାରପତିମାନେ ନିଜର ପ୍ରଦତ୍ତ ନ୍ୟାୟିକ ନିଷ୍ପତ୍ତି ପାଇଁ ସମାଲୋଚନାର ଶିକାର ହୁଅନ୍ତି ନାହିଁ। ଏଣୁ ବିଚାରପତିମାନେ ନିରପେକ୍ଷ ଓ ସ୍ୱାଧୀନ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ହୋଇଛି। ବିଚାରପତିମାନଙ୍କ ନିଷ୍ପତ୍ତି ଅଦାଲତ ବାହାରେ ସମାଲୋଚିତ ହୁଏ ନାହିଁ। ବୃତ୍ତିଗତ ବାରଣ। ବିଚାରପତିମାନେ ଅବସର ଗ୍ରହଣ ପରେ କୌଣସି ନିଯୁକ୍ତି ପାଇବା ଉଚିତ ନୁହେଁ। ସେମାନେ ଅବସର ପରେ ଅଦାଲତରେ ଓକିଲାତି କରିପାରନ୍ତି ନାହିଁ। 124(7) ଧାରାରେ ଭାରତରେ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କୁ ଅବସର ଗ୍ରହଣ ପରେ କୌଣସି ଅଦାଲତ ନିକଟରେ ଓକିଲାତି କରିବାକୁ ବାରଣ କରାଯାଇଛି। ନ୍ୟାୟପାଳିକାର ନ୍ୟାୟିକ ପୁନରବଲୋକନ କ୍ଷମତା। ନ୍ୟାୟିକ ପୁନରବଲୋକନ କ୍ଷମତା ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ପାଖରେ ଥିବା ଏକ ବିଶେଷ କ୍ଷମତା, ଯାହା ଉପଯୋଗ କରି ଏହି ଅଦାଲତ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କାର୍ଯ୍ୟର ସାମ୍ବିଧାନିକତାକୁ ପରୀକ୍ଷା କରିପାରେ। ସେମାନଙ୍କର କୌଣସି କାର୍ଯ୍ୟ ସମ୍ବିଧାନର ନୀତିନିୟମକୁ ଉଲ୍ଲଂଘନ କରୁଥିଲେ ତାହାକୁ ଅଣସାମ୍ବିଧାନିକ ବୋଲି ଘୋଷଣା କରାଯାଇପାରେ। ଏଣୁ ଏହି କ୍ଷମତା ଉଚ୍ଚତମ ନ୍ୟାୟାଳୟକୁ ସମ୍ବିଧାନର ଯୋଗାବଳୀ ରୂପେ କାର୍ଯ୍ୟ କରିବାକୁ କ୍ଷମତା ପ୍ରାପ୍ତ କରିଥାଏ। ନ୍ୟାୟିକ ପୁନରବଲୋକନ ତତ୍ତ୍ୱ। 1803 ମସିହାରେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମାର୍ଶାଲଙ୍କ ଦ୍ୱାରା ମାର୍ବରୀ ବନାମ ମାଡିସନ ମକଦ୍ଦମାର ରାୟ ମାଧ୍ୟମରେ ଆତ୍ମପ୍ରକାଶ କରିଥିଲା। ଭାରତୀୟ ସମ୍ବିଧାନର କୌଣସି ନିର୍ଦ୍ଦିଷ୍ଟ ଧାରାରେ ନ୍ୟାୟିକ ପୁନରବଲୋକନ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ନଥିଲେ ମଧ୍ୟ ସମ୍ବିଧାନର ବିଭିନ୍ନ ଧାରା ପଦରେ ଏହା ସୂଚିତ ଅର୍ଥରେ ଲିପିବଦ୍ଧ ହୋଇଛି। ସମ୍ବିଧାନର 13, 32, 245, 244, 258 ଓ 372ରେ ଏହି ବିଷୟରେ ଆଲୋଚନା କରାଯାଇଛି। 13(2) ଧାରା ଅନୁସାରେ ମୌଳିକ ଅଧିକାରଗୁଡ଼ିକୁ ଉଚ୍ଛେଦ କରିବା କିମ୍ବା ସଂକୁଚିତ କରିବା ପାଇଁ ରାଷ୍ଟ୍ର କୌଣସି ଆଇନ ପ୍ରଣୟନ କରିପାରେ ନାହିଁ ବୋଲି ବ୍ୟବସ୍ଥା ରହିଛି।
ନ୍ୟାୟିକ ପୁନର୍ବାଲୋକନ ପ୍ରସଙ୍ଗ ଦୁଇଟି ତତ୍ତ୍ୱ ଯଥା ସୀମିତ ସରକାର ଏବଂ ସାଧାରଣ ଓ ସର୍ବୋଚ୍ଚ ଆଇନ ପରି ଦୁବିଧ ଆଇନ ଉପରେ ପର୍ଯ୍ୟବେସିତ। ଦେଶର ରାଜନୈତିକ ବ୍ୟବସ୍ଥାରେ ସମସ୍ତ ବ୍ୟବସ୍ଥାପିକା କ୍ଷମତାର ଉତ୍ସ ରୂପେ ଏକ ସର୍ବୋଚ୍ଚ ଆଇନକୁ ଗ୍ରହଣ କରାଯାଇଛି। ଆଇନ ପ୍ରଣୟନକାରୀ ସଂସ୍ଥାମାନଙ୍କର କାର୍ଯ୍ୟ ସର୍ବୋଚ୍ଚ ଆଇନର ପରିପନ୍ଥୀ ହେଲେ ତାହାକୁ ଅସିଦ୍ଧ ବୋଲି ଘୋଷଣା କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ପରି ଏକ ସ୍ୱତନ୍ତ୍ର ସଂସ୍ଥାର ବ୍ୟବସ୍ଥା କରାଯାଇଛି। ନ୍ୟାୟିକ ପୁନର୍ବାଲୋକନର ଅନୁକୂଳ ପରିବେଶ। ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ନିମ୍ନଲିଖିତ ପରିବେଶର ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥା କାର୍ଯ୍ୟ କରୁଛି। ଏକ ଲିଖିତ ଓ ଅନମନୀୟ ସମ୍ବିଧାନ। ସମ୍ବିଧାନ ଲିଖିତ ହେବା ଫଳରେ ସର୍ବୋଚ୍ଚ ଆଇନ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ହୁଏ, ଯାହାକୁ ସାମ୍ବିଧାନିକତାର ମାପକାଠି ହିସାବରେ ଗ୍ରହଣ କରାଯାଇପାରେ। ସେହିପରି ସମ୍ବିଧାନ ସଂଶୋଧନ ପଦ୍ଧତି ଜଟିଳ ହେବା ଆବଶ୍ୟକ। ଏହା ଶାସକ ଦଳର ହାତବାରିଶ ହେବା ଅନୁଚିତ। ସଂଘୀୟ ବ୍ୟବସ୍ଥା। ସଂଘୀୟ ବ୍ୟବସ୍ଥାରେ ସାମ୍ବିଧାନିକ କ୍ଷମତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବଣ୍ଟନ ହେବା ଆବଶ୍ୟକ। ଏହି ବଣ୍ଟନ ପ୍ରକ୍ରିୟାରେ ରେଫରି ରୂପେ କାର୍ଯ୍ୟ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ଆବଶ୍ୟକତା ରହିଛି। ମୌଳିକ ଅଧିକାର। ଗୋପାଲନ ବେନାମ ମାଡ୍ରାସ ରାଜ୍ୟର ମକଦ୍ଦମାରେ ଭାରତର ମୁଖ୍ୟ ବିଚାରପତି କାନିଆ ରାଓ ଦେଇଥିଲେ ଯେ, ମୌଳିକ ଅଧିକାରକୁ କେନ୍ଦ୍ରୀୟ ରାଜ୍ୟ ବ୍ୟବସ୍ଥାପିକା ସଭା କାର୍ଯ୍ୟପାଳକ ଅବାଞ୍ଛିତ ହସ୍ତକ୍ଷେପ ଓ ସଂକୋଚନ ଏବଂ ଏପରିକି ସାଧାରଣ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନଠାରୁ ମଧ୍ୟ ମୁକ୍ତ ରଖି ସୁରକ୍ଷିତ ରହିବା ହେଉଛି ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟ। ଭାରତରେ ନ୍ୟାୟିକ ପୁନର୍ବାଲୋକନ କ୍ଷମତା ବନାମ ଆମେରିକାରେ ନ୍ୟାୟିକ ପୁନର୍ବାଲୋକନ କ୍ଷମତା। ଆମେରିକାରେ ନ୍ୟାୟପାଳିକାର ସର୍ବୋଚ୍ଚତାକୁ ସ୍ୱୀକୃତି ଦିଆଯାଇ ସେଠାରେ ଆଇନର ପଥଚିତ ପ୍ରକ୍ରିୟା କାର୍ଯ୍ୟ କରୁଥିବାରୁ ବିଚାରପତିମାନେ ପ୍ରଚଳିତ ଆଇନର ଚାରିକାନ୍ତ ମଧ୍ୟରେ ଆବଦ୍ଧ ନୁହନ୍ତି। ସେମାନେ ବ୍ୟାଖ୍ୟା ହିଁ ବାସ୍ତବ ସମ୍ବିଧାନ ରୂପେ ଗଣ୍ୟ ହୁଏ। ଅପରପକ୍ଷରେ ଭାରତରେ ସଂସଦୀୟ ସାର୍ବଭୌମତ୍ୱ ବ୍ୟବସ୍ଥା ଥିବାରୁ ଉଚ୍ଚତମ ନ୍ୟାୟାଳୟ ତାହାର ଆମେରିକା ପ୍ରତିପକ୍ଷ ପରି ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ନୁହେଁ। ଭାରତରେ ଆଇନ ଦ୍ୱାରା ସ୍ଥାପିତ କାର୍ଯ୍ୟଧାରା ନୀତି ଅନୁସ୍ପୃତ ହୋଇଥିବାରୁ ବିଚାରପତିମାନେ ପ୍ରଚଳିତ ଆଇନର ଲକ୍ଷ୍ମଣରେଖା ମଧ୍ୟରେ ଆବଦ୍ଧ ରହିଥାନ୍ତି। ଏଣୁ ଆମେରିକାରେ ପ୍ରଚଳିତ ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥା ତୁଳନାରେ ଭାରତରେ ଏହା ସୀମିତ ଅଟେ। ତଥାପି ଭାରତର ଉଚ୍ଚତମ ନ୍ୟାୟାଳୟ ସମ୍ବିଧାନର ଚୂଡ଼ାନ୍ତି ବ୍ୟାଖ୍ୟାକାରୀ ଓ ଯୋଗାଳ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରୁଛି। ଭାରତର କାର୍ଯ୍ୟରତ ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥା। ଭାରତରେ କାର୍ଯ୍ୟରତ ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥାର ଗତି ଓ ସ୍ୱରୂପକୁ ତିନିଗୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରେ ଯଥା 42ତମ ସମ୍ବିଧାନ ସଂଶୋଧନ ଆଇନର ପୂର୍ବ ପର୍ଯ୍ୟାୟ, 42ତମ ସମ୍ବିଧାନ ସଂଶୋଧନ ଆଇନ ଦ୍ୱାରା ସଂଶୋଧିତ ପର୍ଯ୍ୟାୟ ଓ 42ତମ ସମ୍ବିଧାନ ସଂଶୋଧନ ଆଇନର ପରବର୍ତ୍ତୀ ପର୍ଯ୍ୟାୟ। 42ତମ ସମ୍ବିଧାନ ସଂଶୋଧନ ଆଇନର ପୂର୍ବ ପର୍ଯ୍ୟାୟ। 42ତମ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଉଚ୍ଚତମ ନ୍ୟାୟାଳୟ ବ୍ୟବସ୍ଥାପକ ସଭାର ଯୋଗ୍ୟତା, ମୌଳିକ ଅଧିକାରର ସଂରକ୍ଷଣ ଓ ସମ୍ବିଧାନର ବିରୁଦ୍ଧାଚରଣ ଆଦି ମାଧ୍ୟମରେ ନ୍ୟାୟିକ ପୁନର୍ବାଲୋକନ କ୍ଷମତାକୁ ପ୍ରୟୋଗ କରିଥିଲେ। ସମ୍ବିଧାନ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକାର ଆଇନ ପ୍ରଣୟନ କ୍ଷମତା ନିର୍ଦ୍ଦିଷ୍ଟ କରିଥିବାରୁ ସେମାନଙ୍କର ସୀମାବଦ୍ଧତା ସ୍ପଷ୍ଟ ଏବଂ ଉଲ୍ଲଂଘନ ସମ୍ପର୍କରେ ପରୀକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟର ଉଦ୍ୟମ ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥାକୁ ସୂଚିତ କରିଥାଏ। ସେହିପରି 13(2) ଧାରାରେ ମୌଳିକ ଅଧିକାର ଆଇନଗତ ସୁରକ୍ଷା ପାଇଁ 32 ଓ 226 ଧାରାର ବ୍ୟବସ୍ଥା ଏହାର ସ୍ଥିତିକୁ ପ୍ରମାଣିତ କରୁଥିଲା। 1966 ମସିହାରେ ଗୋଲକନାଥ ମକଦ୍ଦମାର ରାୟରେ ଉଚ୍ଚତମ ନ୍ୟାୟାଳୟ ମୌଳିକ ଅଧିକାର ସମ୍ପର୍କିତ ବିଷୟକୁ ସଂସଦ ସଂଶୋଧନ କରିପାରି ନାହିଁ ବୋଲି ସ୍ପଷ୍ଟ କରିଥିଲେ, ଯାହା ନ୍ୟାୟିକ ପୁନର୍ବାଲୋକନର ବାସ୍ତବ ସ୍ଥିତି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଥାଏ। କିନ୍ତୁ 24ତମ ସମ୍ବିଧାନ ସଂଶୋଧନ ଆଇନରେ 368 ଧାରାର ବ୍ୟାପକତା, 25ତମ ଆଇନର ସମ୍ପତ୍ତିଗତ ଅଧିକାରରେ ସଂଶୋଧନ, 29ତମ ସମ୍ବିଧାନ ସଂଶୋଧନ ଆଇନକୁ 9ମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟରେ ପ୍ରଶ୍ନ କରାଯାଇଥିଲା। 1973 ମସିହାରେ କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ ମକଦ୍ଦମାର ରାୟରେ ଗୋଲକନାଥ ମକଦ୍ଦମାର ରାୟକୁ ସଂଶୋଧନ କରାଯାଇ ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ସଂସଦର ପ୍ରାଧାନ୍ୟ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରାଯିବା ଫଳରେ ନ୍ୟାୟିକ ପୁନର୍ବାଲୋକନ କ୍ଷମତାର ପରିସର ଅତ୍ୟନ୍ତ ସଂକୁଚିତ ହୋଇଗଲା। 42ତମ ସମ୍ବିଧାନ ସଂଶୋଧନ ଆଇନ ଦ୍ୱାରା ସଂଶୋଧିତ ପର୍ଯ୍ୟାୟ। 42ତମ ସମ୍ବିଧାନ ସଂଶୋଧନ ଆଇନ ନ୍ୟାୟିକ ପୁନର୍ବାଲୋକନର ପରିସରକୁ ଅତ୍ୟନ୍ତ ସଂକୁଚିତ କରିଥିଲା। ଏହା ସଂସଦର ପ୍ରତ୍ୟେକ ସଂଶୋଧନୀ ପ୍ରସ୍ତାବକୁ ନ୍ୟାୟିକ
ପୁନର୍ବାଲୋକନର ପରିସରଭୁକ୍ତ କରାନଯିବା ପାଇଁ ବ୍ୟବସ୍ଥା କରିଥିଲା। କେବଳ ସଂଘୀୟ ବ୍ୟବସ୍ଥାର କ୍ଷମତା ବିଭାଜନ ଓ ସଂକ୍ରାନ୍ତୀୟ ସଂଶୋଧନକୁ ନ୍ୟାୟିକ ପୁନର୍ବାଲୋକନର ପରିସରଭୁକ୍ତ କରାଗଲା। 42ତମ ସମ୍ବିଧାନ ସଂଶୋଧନ ଆଇନର ପରବର୍ତ୍ତୀ ପର୍ଯ୍ୟାୟ। 43ତମ ସମ୍ବିଧାନ ସଂଶୋଧନ ଆଇନ ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥାର ପୂର୍ବ ସ୍ଥିତିକୁ ପୁନଃ ସଂସ୍ଥାପନ କରିଥିଲା। କେନ୍ଦ୍ର ଓ ରାଜ୍ୟ ଆଇନ ନିର୍ବିଶେଷରେ ଭାରତର ଉଚ୍ଚତମ ନ୍ୟାୟାଳୟ ବା ଯେକୌଣସି ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ସାମ୍ବିଧାନିକ ବୈଧତାର ପ୍ରଶ୍ନ ବିଚାର ଯୋଗ୍ୟ ବୋଲି ବ୍ୟବସ୍ଥା ପୁନଃ ପ୍ରବର୍ତ୍ତିତ ହେଲା। ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥା ସମ୍ବିଧାନର ମୌଳିକପଣ ଅଟେ। 1973 ମସିହାରେ କେଶବନାଥ ଭାରତୀ ମକଦ୍ଦମାର ରାୟରେ ସମ୍ବିଧାନର ମୌଳିକ ଗଢ଼ଣ ବିଷୟରେ ସୂଚନା ଦିଆଯାଇ ଏହାକୁ ସଂସଦ ଦ୍ୱାରା ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସମ୍ବିଧାନର ମୌଳିକ ଗଢ଼ଣର ସ୍ପଷ୍ଟ ସ୍ୱରୂପ ନିରୂପଣ ହେଲା ନାହିଁ। 1980 ମସିହାରେ ମିନର୍ଭା ମିଲ୍ସ ମକଦ୍ଦମାର ରାୟରେ ନ୍ୟାୟିକ ପୁନର୍ବାଲୋକନର ସଂସଦରେ ସୀମିତ ସଂଶୋଧନୀ କ୍ଷମତାକୁ ସମ୍ବିଧାନର ମୌଳିକ ଗଢ଼ଣ ରୂପେ ଉଚ୍ଚତମ ନ୍ୟାୟାଳୟର ସ୍ୱୀକୃତି ଦେଲେ। ଏହା ପୁନର୍ବାଲୋକନ କ୍ଷମତାର ଗୁରୁତ୍ୱ ବୃଦ୍ଧି କଲା। ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥାର ସମାଲୋଚନା। ବିଚାରପତିମାନେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ହୋଇନଥିବାରୁ ଲୋକପ୍ରତିନିଧିମାନଙ୍କୁ ନେଇ ଗଠିତ ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନକୁ ସେମାନେ ଅସିଦ୍ଧ ବୋଲି ଘୋଷଣା କରିବା ବ୍ୟବସ୍ଥା ଗଣତାନ୍ତ୍ରିକ ନୁହେଁ। ବିଚାରପତିମାନେ ରକ୍ଷଣଶୀଳ, ପରିବର୍ତ୍ତନ ବିରୋଧୀ ଓ ସବୁକିଛି ଆଇନ ଦୃଷ୍ଟିରୁ ବିବେଚନା କରୁଥିବାରୁ ସେମାନେ ପ୍ରଗତିଶୀଳ ଆଇନର ବିରୋଧ କରିବାର ସମ୍ଭାବନା ଅଧିକ। ଭାରତରେ ପଦ୍ଧତିଗତ ପୁନର୍ବାଲୋକନ ବ୍ୟବସ୍ଥା କାର୍ଯ୍ୟ କରୁଥିବାରୁ ଏହାର ପ୍ରକୃତ ସୀମିତ ଅଟେ। ଉଚ୍ଚତମ ନ୍ୟାୟାଳୟ ସଂସଦ ଠାରୁ ଊର୍ଦ୍ଧ୍ୱରେ ରହିବାର ପ୍ରୟାସ କରିପାରେ। ଉପରୋକ୍ତ ସମାଲୋଚନା ସତ୍ତ୍ୱେ ନ୍ୟାୟିକ ପୁନର୍ବାଲୋକନ କ୍ଷମତା ଦ୍ୱାରା ସମ୍ବିଧାନର ଶ୍ରେଷ୍ଠତ୍ୱ ରକ୍ଷା କରିବା ସମ୍ଭବ ହୋଇଛି। ଭାରତର ଉଚ୍ଚତମ ନ୍ୟାୟାଳୟ ସମ୍ବିଧାନର ଜାଗ୍ରତ ପ୍ରହରୀ ଓ ଚୂଡ଼ାନ୍ତ ଭାଷ୍ୟକାର ରୂପେ ନିଜର ଭୂମିକା ନିର୍ବାହ କରୁଛି। ନାଗରିକର ଅଧିକାରର ସୁରକ୍ଷା ଓ ସଂଖ୍ୟାଗରିଷ୍ଠତାର ଏକଛତ୍ରବାଦର ପ୍ରତିରୋଧ ପାଇଁ ନ୍ୟାୟିକ ପୁନର୍ବାଲୋକନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଜନସ୍ୱାର୍ଥ ମାମଲା ନ୍ୟାୟିକ ସକ୍ରିୟତାବାଦ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟିକ ପୁନର୍ବାଲୋକନ କ୍ଷମତାକୁ ଅଧିକ ଶକ୍ତିଶାଳୀ ଓ ବ୍ୟାପକ କରାଯାଇଛି। ନ୍ୟାୟିକ ସକ୍ରିୟତାବାଦ। ଏହି ପ୍ରସଙ୍ଗରେ ଭାରତକୁ ଏକ ଆଦର୍ଶ ନମୁନା ଭାବେ ଗ୍ରହଣ କରାଯାଇ ଏଠାରେ ବିଷୟରେ ଆଲୋଚନା କରାଯାଇଛି। ଅର୍ଥ ଓ ପ୍ରକୃତି। ନ୍ୟାୟିକ ସକ୍ରିୟତାବାଦ ହେଉଛି ଆମ ବିଚାର ବିଭାଗର ମାନସ ସନ୍ତାନ। ଏହା ଏକ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ। ବିଧି ଦ୍ୱାରା ସ୍ଥାପିତ ପ୍ରକ୍ରିୟାର ନିର୍ଦ୍ଧାରିତ ସୀମାର ଉପରକୁ ଉଠି ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଉପଭୋଗ କରୁଥିବା ବିଧିର ଯଥୋଚିତ ପ୍ରକ୍ରିୟା କ୍ଷମତା ସ୍ତରକୁ ଯିବା ନିମନ୍ତେ ଆମ ବିଚାର ବିଭାଗର ଏହା ଏକ ନୂତନ ଉଦ୍ଭାବନ କହିଲେ ଅତ୍ୟୁକ୍ତି ହେବ ନାହିଁ। ନ୍ୟାୟିକ ସକ୍ରିୟତାବାଦ ବିଚାର ବିଭାଗର ସ୍ୱାଭାବିକ କାର୍ଯ୍ୟଗୁଡ଼ିକ ଠାରୁ ନିରୋଳ ଭାବେ ପୃଥକ୍ ନୁହେଁ। ସାଧାରଣ ଅର୍ଥରେ ଏହା ବିଚାର ବିଭାଗର ଓ ବିଚାରପତିମାନଙ୍କର କାର୍ଯ୍ୟସବୁକୁ ଅଧିକ ବା ତୀବ୍ର ଭାବରେ ସକ୍ରିୟ କରିବା, ଅର୍ଥାତ୍ ବିଚାର ବିଭାଗ ନିଜକୁ ସଂରଚନାଗତ, ଆନୁଷ୍ଠାନିକ କିମ୍ବା ଔପଚାରିକ କାର୍ଯ୍ୟ ମଧ୍ୟରେ ସୀମିତ ନ ରଖି ଏକ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ଓ ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବା ଉଚିତ। ସମୟର ଗତି ଓ ମିଜାଜ ସହ ତାଳ ଦେଇ ଆଗେଇଯିବା ଏହାର ଉଦ୍ଦେଶ୍ୟ। ସମାଜର ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର, ଅରାଜକତା ପ୍ରତି ଯେତେବେଳେ ସୃଷ୍ଟିକର୍ତ୍ତା ବ୍ରହ୍ମା ବ୍ୟବସ୍ଥାପିକା ଉଦାସୀନ ଓ ଅନାଗ୍ରହୀ ରହନ୍ତି କିମ୍ବା ପାଳନକର୍ତ୍ତା ବିଷ୍ଣୁ କାର୍ଯ୍ୟପାଳିକା ଅପାରଗ ହୋଇ ସୁଶାସନ ଦେବାରେ ବିଫଳ ହୁଅନ୍ତି, ସେତେବେଳେ ସଂହାରକର୍ତ୍ତା ମହେଶ୍ୱର ନ୍ୟାୟପାଳିକା ତାଙ୍କର ଉଗ୍ର ରୂପ ଦ୍ୱାରା ଏହି ଅବକ୍ଷେପ ଏବଂ ଅବ୍ୟବସ୍ଥାର ଯବନିକା ଟାଣନ୍ତି। କାର୍ଯ୍ୟପାଳିକା ବ୍ୟବସ୍ଥାପିକା କିମ୍ବା କୌଣସି ପ୍ରଶାସନିକ କର୍ତ୍ତୃପକ୍ଷ ଯଦି ନିଜର ଆଇନଗତ ଓ ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ବିଫଳ ହୁଅନ୍ତି କିମ୍ବା ଅନାଗ୍ରହ ପ୍ରକାଶ କରନ୍ତି ଅଥବା ବିଳମ୍ବ କରନ୍ତି, ତେବେ ବିଚାର ବିଭାଗ ଏହା ନିଜର କାର୍ଯ୍ୟ ନୁହେଁ କହି ନୀରବ ଦର୍ଶକ ସାଜିପାରେ ନାହିଁ। ବିଚାର ବିଭାଗ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସୂଚାଇ ଦେବା, ନିର୍ଦ୍ଦେଶ ଦେବା ଅଥବା ତାହା କରିବାକୁ ବାଧ୍ୟ କିମ୍ବା ନିଷେଧ କରିବ। ଦେଶର ଅଚଳାବସ୍ଥା ଦୂର କରି ସାମାଜିକ ପରିବର୍ତ୍ତନ ଆଣିବା ଦିଗରେ ଏହା ଏକ ନ୍ୟାୟିକ ନୀତି ନିର୍ଦ୍ଧାରଣ କାର୍ଯ୍ୟ। ଏହି କ୍ଷମତା ବଳରେ ବିଚାର ବିଭାଗ ମଧ୍ୟ ଆଇନ ତିଆରି କରିବାରେ ଭୂମିକା ନେଇଥିବାରୁ କେହି କେହି ଏହାକୁ ବ୍ୟବସ୍ଥାପକର ତୃତୀୟ କକ୍ଷ ବୋଲି କହିଥାନ୍ତି। ନ୍ୟାୟିକ ସକ୍ରିୟତାବାଦ ଅନ୍ୟ ଅନୁଷ୍ଠାନମାନଙ୍କର ଅସକ୍ରିୟତା
ସୃଷ୍ଟି ହୋଇଥିବାରୁ ଶୂନ୍ୟସ୍ଥାନ ପୂରଣ କରେ। ନ୍ୟାୟିକ ସକ୍ରିୟତାବାଦକୁ କେତେକ ମଧ୍ୟ ବିଚାର ବିଭାଗୀୟ ସରକାର ବୋଲି ଆଖ୍ୟା ଦେଇଛନ୍ତି। ଏହାକୁ ନ୍ୟାୟପାଳିକାର କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିୟ କ୍ଷମତା ପରିସରରେ ହସ୍ତକ୍ଷେପ ବୋଲି ମଧ୍ୟ କହିହେବ ନାହିଁ। ଅବଶ୍ୟ ଏହା ଏକ ଧାରୁଆ ଅସ୍ତ୍ର ପରି, ଯାହାକି ଜଣେ ଦକ୍ଷ ଶଲ୍ୟ ଚିକିତ୍ସକଙ୍କ ଛୁରୀ ପରି ବ୍ୟବହାର ହେବା ଉଚିତ, ମାତ୍ର ଜଣେ ସମାଜ ବିରୋଧୀ ଲୋକ ଅଥବା ହତ୍ୟାକାରୀର ଆୟୁଧ ହେବା ଅନୁଚିତ। ନ୍ୟାୟିକ ସକ୍ରିୟତାବାଦ ଓ ନ୍ୟାୟିକ ପୁନର୍ବଲୋକନ। ନ୍ୟାୟିକ ସକ୍ରିୟତାବାଦ ନ୍ୟାୟିକ ପୁନର୍ବଲୋକନ ପୁନର୍ବଲୋକନଠାରୁ ଭିନ୍ନ। ନ୍ୟାୟିକ ପୁନର୍ବଲୋକନ ଏକ ସୀମିତ, ରଣାତ୍ମକ, ନିଷେଧମୂଳକ ଓ ବିବେଚନାଜନିତ କାର୍ଯ୍ୟ। ଏହା କେବଳ ସମ୍ବିଧାନର ବ୍ୟବସ୍ଥା ଓ ଭାବନାକୁ ସୁରକ୍ଷା ଦେବା ପାଇଁ ଅଭିପ୍ରେତ। ସରକାରୀ ଆଇନ, ନିଷ୍ପତ୍ତି ବା ନିର୍ଦ୍ଦେଶ ସୃଷ୍ଟି ହେବା ପରେ ସେ ସଂକ୍ରାନ୍ତୀୟ ବିବାଦ ଆବେଦନ ମାଧ୍ୟମରେ ଆସିଲେ ହିଁ ସର୍ବୋଚ୍ଚ ନ୍ୟାୟାଳୟ ନିଜର କାର୍ଯ୍ୟ ଆରମ୍ଭ କରନ୍ତି। ତାପରେ ବ୍ୟବସ୍ଥାପିକାର ଆଇନ, କାର୍ଯ୍ୟପାଳିକା କିମ୍ବା କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ବା ନୀତି ସମ୍ବିଧାନ ବିରୋଧୀ କି ନୁହେଁ ତାହା ପରୀକ୍ଷା କରି ଦେଖନ୍ତି ଏବଂ ସମ୍ବିଧାନ ବିରୋଧୀ ଆଇନ ବା ଆଦେଶକୁ ବିରୋଧାଭାସର ମାତ୍ରା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବା ଆଂଶିକ ଅକାମୀ କରନ୍ତି। କିନ୍ତୁ ନ୍ୟାୟିକ ସକ୍ରିୟତାବାଦ ବ୍ୟାପକ ରଚନାତ୍ମକ ଅଟେ। ଏହା ସମ୍ବିଧାନ ସହ ଅନ୍ୟ ଯେକୌଣସି ସ୍ତରରେ, ଯେକୌଣସି ସମୟରେ, ଯେକୌଣସି ମାତ୍ରାରେ ଓ ଯେକୌଣସି ଭାବରେ ଲାଗୁ ହୋଇପାରେ। ଏହାର ପରିଭାଷା ଓ ପରିମାତ୍ରା ବ୍ୟାପକ ତଥା ଅସୀମ। ଲକ୍ଷଣ ବା ବୈଶିଷ୍ଟ୍ୟ। ନ୍ୟାୟିକ ସକ୍ରିୟତାବାଦର ନିମ୍ନଲିଖିତ ବୈଶିଷ୍ଟ୍ୟ ବା ଲକ୍ଷଣମାନ ଦେଖାଯାଏ। ନ୍ୟାୟପାଳିକା ନିଜର ଧରାବନ୍ଧା ତଥା ପାରମ୍ପରିକ କ୍ଷମତା ଓ କାର୍ଯ୍ୟଶୈଳୀରୁ ଊର୍ଦ୍ଧ୍ୱକୁ ଉଠି ନିଜକୁ ଅଧିକ ବା ତୀବ୍ର ଭାବରେ ସକ୍ରିୟ କରି ନିଷ୍ପତ୍ତିମୂଳକ ଓ ସାହସିକ ପଦକ୍ଷେପ ନେବା, ସମୟ ସହ ତାଳ ଦେଇ ଗତି କରିବା ଏବଂ ସାମାଜିକ ପ୍ରଗତି ଓ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା, ପ୍ରଶାସନ ଉପରେ ବିଚାର ବିଭାଗୀୟ ଚାପ ପ୍ରୟୋଗ କରିବା। ଦୁର୍ନୀତି, ଅନୀତି, ଅନ୍ୟାୟ, ଶୋଷଣ, ଅତ୍ୟାଚାର, ସାମ୍ବିଧାନିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ରୋକିବା ଏବଂ ରାଜନୈତିକ ପ୍ରଶାସନିକ ଅପରାଧୀମାନଙ୍କ ମୁଖା ଖୋଲି ସେମାନଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବା।